ଆଜିର ନୂତନ ଶବ୍ଦ ହେଉଛି ADJUDGE। ଆକୁ ଆମେ ଉଚ୍ଚାରଣ କରିବା ଏଡଜଜ୍। ଏଡଜଜ୍ ଏଡଜଜ୍ର ଅର୍ଥ ହେଉଛି ନ୍ୟାୟ କରି ନିଷ୍ପତ୍ତି ଦେବା। ଓଡ଼ିଆରେ ଅର୍ଥ ହେଉଛି ନିର୍ଣ୍ଣୟ କରିବା, ବିଚାରପୂର୍ବକ ରାୟ ଦେବା କିମ୍ବା ବିଚାର ପରେ ସିଦ୍ଧାନ୍ତ କରିବା। ଉଦାହରଣ ସ୍ୱରୂପ ବୁଝିବା, ଦ ଜଜ୍ ଏଡଜଜ୍ଡ ହିମ୍ ଗିଲ୍ଟି, ମାନେ ବିଚାରପତି ତାଙ୍କୁ ଦୋଷୀ ନିର୍ଣ୍ଣୟ କଲେ। ଜଜ୍ର ଅର୍ଥ ହେଉଛି ବିଚାରପତି, ଏଡଜଜ୍ର ଅର୍ଥ ହେଉଛି ନିର୍ଣ୍ଣୟ କଲେ, ହିମ୍ର ଅର୍ଥ ହେଉଛି ତାଙ୍କୁ, ଗିଲ୍ଟିର ଅର୍ଥ ହେଉଛି ଦୋଷୀ। ଦ୍ୱିତୀୟ ଉଦାହରଣ, ଦ କୋର୍ଟ ଏଡଜଜ୍ ଦ ଡିସ୍ପ୍ୟୁଟ୍, ମାନେ କୋର୍ଟ ବିବାଦର ବିଚାର କରିଥିଲେ। ଏଡଜଜ୍ର ଅର୍ଥ ହେଉଛି ବିଚାର କରିଥିଲେ, ଡିସ୍ପ୍ୟୁଟ୍ର ଅର୍ଥ ହେଉଛି ବିବାଦର। ଏମିତି ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲ ସହିତ ଯୋଡ଼ି ରୁହନ୍ତୁ। ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।